ପରିଚୟ ମା ରାମଚନ୍ଦ୍ର ଉପକୂଳ ବିକାଶ ପରିଷଦ ଶ୍ରମିକ ସଂଗଠନ ସଭାପତି ଖୁସିର ବେହେରା। ଆଜି ଏ ଯୋଉ ପ୍ରସ୍ତୁତି ବୈଠକ ଆଗାମୀ ଦିନରେ ଆମର ହଉଛି ମା ବରିଆପତି ରାମଚନ୍ଦ୍ର ପାଖରେ ଯାତ୍ରାରେ ପ୍ରତ୍ୟେକ ବର୍ଷ ଭଳି ଆମର ଏ ବର୍ଷ ମାନେ ଜଳଛତ୍ର ଆଉ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ମଧ୍ୟାହ୍ନ ସମୟରେ ପ୍ରସାଦ ସେବନର ବ୍ୟବସ୍ଥା ପାଇଁ ଆଜି ଆମ ୟୁନିୟନର କର୍ମକର୍ତ୍ତା ମାନଙ୍କୁ ସମସ୍ତଙ୍କୁ ନିମନ୍ତ୍ରିତ ଡାକିଥିଲୁ। ଆଉ ଅଦିନର ଏ ଜଳ ତୋଫାନ ବର୍ଷାରେ ସମସ୍ତେ ଆସିକରି ଆମ ଗହଣରେ ପହଞ୍ଚିଥିବାରୁ ଆମେ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛୁ ଏବଂ ସେ ପ୍ରସ୍ତୁତି ବୈଠକ ପାଇଁ ଆଜି ଆହ୍ୱାନ କରାଯାଇଥିଲା ଏବଂ ଆମର ଜଣେ ଥିଲେ ଆମ ୟୁନିୟନ ପାଇଁ କର୍ଣ୍ଣଧାର ଥିଲେ ଚନ୍ଦ୍ରମଣି ସାହୁ ଆଉ ଆମ ୟୁନିୟନର ଯିଏ ହଉଛି ସମସ୍ତ ଲେଖାପଢା କାଗଜପତ୍ର କାମ କରୁଥିଲେ ଚୈତନ୍ୟ ପ୍ରସାଦ ଦାସ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ଆଜି ନିରବ ପ୍ରାର୍ଥନା କରି ଭଗବାନଙ୍କୁ ପାଖରେ ପ୍ରାର୍ଥନା କରିବୁ ସେ ପୁଣି ମାନବ ଜନ୍ମ ହେଇ ଇହ ଧାମକୁ ଆସିବେ, ପୁଣି ଆମ ମାନଙ୍କ ପଛରେ ରହି ସେମିତି ସବୁ ପ୍ରକାର ଯାତ୍ରା ହେଇ ପୁଣି ଜନ୍ମ ନେବେ। ଏତିକି ମୁଁ ହଉଛି ଆଜି ଉଦ୍ଦେଶ୍ୟ ଆଉ ଆଜିର ଯୋଉ ସଭାର ଆୟୋଜନ ଏଇଥିପାଇଁ କରାଯାଇଥିଲା। ମୋ ନାଁ ସନ୍ତୁଲତା ଦାସ। କଣ କରିବେ ସେଠି ଆଲୋଚନା କରିବାର ଅଛି ଯେ ମା ରାମଚଣ୍ଡୀଙ୍କ ପାଖରେ ଯୋଉ ଜଳ ଛତ୍ର ପାଇଁ କି ପ୍ରସାଦ ସେବନ ପାଇଁ କି କୌଣସି ଇଏ ପାଇଁ ସେଥିପାଇଁ ଏଠି ଆଲୋଚନା କରିବା ପାଇଁ ରାମଚନ୍ଦ୍ର ଉପକୂଳ ବିକାଶ ପରିଷଦ ସମ୍ପାଦକ। ଆଜି ଯୋଉ ପ୍ରସ୍ତୁତି ବୈଠକ କରାଯାଇଛି ଉଦ୍ଦେଶ୍ୟ କଣ? ଉଦ୍ଦେଶ୍ୟ ହଉଛି ମା ରାମଚଣ୍ଡୀଙ୍କର ଝାମୁ ଯାତ୍ରା। ପ୍ରତ୍ୟେକ ବର୍ଷ ଝାମୁ ଯାତ୍ରାରେ ଆମ ଶ୍ରମିକ ୟୁନିୟନର ଜଳଛତ୍ର ପ୍ରସାଦ ସେବନର କାର୍ଯ୍ୟକ୍ରମ ହୁଏ। ତାପରେ ଆମ ୟୁନିୟନର ଉପଦେଷ୍ଟା ଚୈତନ୍ୟ ସାରେ ଆଉ ଆମର ଚନ୍ଦ୍ରମଣି ସାରଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭାର କାର୍ଯ୍ୟକ୍ରମ ପାଇଁ ଆଜି ଆମର ବୈଠକ ହୋଇଥିଲା। ମେ 1 ଶ୍ରମିକ ଦିବସ, ସେଥିପାଇଁ ପ୍ରସ୍ତୁତି ବୈଠକ ପାଇଁ ସମସ୍ତଙ୍କୁ ଅବଗତ କରାଯାଇଥିଲା। ପରିଚୟ ଦେବେ। ନିରଞ୍ଜନ ନାୟକ, ମା ରାମଚଣ୍ଡୀ ଉପକୂଳ ବିକାଶର ପରାମର୍ଶଦାତା ମତେ ରଖିଛନ୍ତି ଏ ଜାଗାରେ କେନ୍ଦ୍ରାପଡ଼ା। ପ୍ରସ୍ତୁତି ବୈଠକ ହଉଛି, ତାର ଉଦ୍ଦେଶ୍ୟ କଣ? ଉଦ୍ଦେଶ୍ୟ ଆପଣଙ୍କର ଏଇ ଏରିଆରେ ତ ମାଙ୍କର ସମସ୍ତେ ସାରା ଭାରତ ବର୍ଷରେ ବି ଜାଣନ୍ତି ମାଙ୍କର ପର୍ବ ଅଛି, ମାଙ୍କର ଝାମୁ ଯାତ୍ରା, ମାଙ୍କ ଉଦ୍ଦେଶ୍ୟ ଏବଂ ଶ୍ରମିକ ଦିବସ। ଏଇଟା ଶ୍ରମିକ ସଂଗଠନ ଯାହାର ମୁଖ୍ୟ ଅଛନ୍ତି ଖୁସିର ବେହେରା ସଭାପତି। ଶ୍ରମିକ ସଂଗଠନ ରହିବ ମାଙ୍କର ଏକାଥରେ ଆମେ ଡାକିଦେଲୁ ଗୋଟିଏ ମିଟିଂ, ଯୋଉଟା କି ଆମର ପ୍ରସ୍ତୁତି ବୈଠକ ଡକା ହେଲା। ସବୁ ବ୍ଲକରୁ ଆମେ ଡାକି ଦେଇଥିଲୁ। ମା ରାମଚଣ୍ଡୀଙ୍କ ପାଖରେ ଯୋଉ ପ୍ରୋଗ୍ରାମ ହବ ଶ୍ରମିକ ଦିବସ ଡାକିଛୁ, ଲୋକଙ୍କ ପାଇଁ ବି ଆମେ ଖାଦ୍ୟପେୟ ବ୍ୟବସ୍ଥା କରୁଛୁ। ସେଠି ରାମଚଣ୍ଡୀଙ୍କ ପାଖରେ ଜଳଛତ୍ର ଦିଆହବ, 1000 ଲୋକଙ୍କ ପାଇଁ ଆମେ ଖାଇବା ବି ପ୍ରୋଗ୍ରାମ କରୁ ସବୁ ବର୍ଷ। ଆଜି ମଧ୍ୟ ଆଜି ବି ଯୋଉ ଆମର ପ୍ରସ୍ତୁତି ବୈଠକ ପାଇଁ କି ସାଧାରଣ ଲୋକ ଯୋଉ ଆସିଛନ୍ତି ଭଲ ମନ୍ଦ ତାଙ୍କ ପାଇଁ ଆମେ ଏମିତି ମିଟିଂ କରିକି ଭଲ ମନ୍ଦ ଯୋଜନା କରୁଛୁ କିଛି ତାଙ୍କୁ। ଚଳିତ ବର୍ଷ ମାଙ୍କ ପୀଠରେ କଣ କରିବେ ବୋଲି ଭାବିଛନ୍ତି? ଆଜ୍ଞା, ଚଳିତ ବର୍ଷ ମାଙ୍କର ଯୋଉ ରହୁଛି ଝାମୁ ଯାତ୍ରା, ସେଦିନ କଣ କରିବେ ଆପଣଙ୍କ ସଂଗଠନ ତରଫରୁ? ଆଜ୍ଞା, ଦହି ସର୍ବତ ଆମର ରହି 4-5 ଦିନ ରହି ବେଲପଣା ବି ଦିଉ। ତାପରେ ଆମର ରହି ଖାଦ୍ୟପେୟ 1000 ଲୋକଙ୍କ ପାଇଁ ଆମେ କରୁ। ଆଗାମୀ ଦିନରେ କଣ କରିବେ? ଆଗାମୀ ଦିନରେ ସେଇ ଚାଲି ରହିବ, ଯୋଉଟାକ ରହିଛି ସେଇଟା ରହିବ। ସେ